এটা কোটি গোটে সুন্দর পদক্ষেপ নিয়ে যায় যেতে কুম্ভার মান প্রয়োগ যাচ্ছে মাটি পাত্র তৈরি ধীরে ধীরে লোপ পাইବାକୁ যাଉଛି କ'ଣ କହିବେ? ଦେଖନ୍ତୁ ଆଜି ବ୍ରିଲିଆଣ୍ଟ ରାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ଗୋଟେ ଅନୁଷ୍ଠାନ ଅଛି। ତାର ସହଯୋଗରେ ଓଡ଼ିଶା କୁରାଲ ମହାସଂଘର ମିଳିତ ଆନୁକୂଲ୍ୟରେ ଏକ କୁରାଳ ସମାଜର ବା କୁମ୍ଭାର ସମାଜର ଯେଉଁ ବନ୍ଧୁମାନେ ଅଛନ୍ତି ଓଡ଼ିଶା ସାରା ତାଙ୍କର ଆଜି ଏକ ଭବ୍ୟ କାର୍ଯ୍ୟକ୍ରମ ଥିଲା। ଗୋଟେ ସମ୍ମିଳନୀ ଟାଇପ୍ର ଗୋଟେ କାର୍ଯ୍ୟକ୍ରମ ଥିଲା। ସେ କାର୍ଯ୍ୟକ୍ରମରେ ମୁଁ ଅତିଥି ଭାବେ ଯୋଗ ଦେଇଥିଲି ଏବଂ ଏଠି ବହୁତ ଗୁଡ଼ିଏ ବଢ଼ିଆ ସୁନ୍ଦର କଥା ଆଗକୁ ଆସିଲା। ଓଡ଼ିଶା ନୁହେଁ ସାରା ଭାରତ ବର୍ଷରେ ଯେଉଁ କୌଳିକ ବୃତ୍ତି ଅଛି, ଯେଉଁ ସମାଜର ସବୁ ବିଭିନ୍ନ କୌଳିକ ବୃତ୍ତିରେ ଯେଉଁମାନେ ଲିପ୍ତ ଥିଲେ ସେମାନଙ୍କର କୌଳିକ ବୃତ୍ତିକୁ ଆସ୍ତେ ଆସ୍ତେ ସେମାନେ ଭୁଲି ଯାଉଛନ୍ତି ବା ତାଙ୍କର କୌଳିକ ବୃତ୍ତିର ଯେଉଁ ବ୍ୟବସାୟ ଥିଲା ସେ ମଧ୍ୟ ଲୋପ ପାଇବାକୁ ବସୁଛି ଏବଂ ଆଜିକାରେ ଯାହାର ପାଖରେ ପଇସା ଅଛି ସେ କୌଳିକ ବୃତ୍ତିକୁ ଇନୋଭେଟିଭ୍ ଭାବରେ ସମାଜକୁ ଆଗକୁ ଆଣିକି ତାଙ୍କର ବୃତ୍ତିକୁ ବହୁ ମାତ୍ରାରେ ବଢ଼ଉଛନ୍ତି। କିନ୍ତୁ କୌଳିକ ବୃତ୍ତିରେ ଲିପ୍ତ ଥିବା ସମାଜ ଯେଉଁ ଥିଲା ସେମାନେ କୌଣସି ପ୍ରକାର ଲାଭବାନ ହୋଇପାରୁନାହାନ୍ତି। ଏହି ଉଦ୍ଦେଶ୍ୟରେ ଆଜି ଏକ କାର୍ଯ୍ୟକ୍ରମ ଥିଲା। ତେଣୁ ଏ ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଜାରି ରଖିଛି ବ୍ରିଲିଆଣ୍ଟ ଅନୁଷ୍ଠାନ ପକ୍ଷରୁ ଏବଂ ତାଙ୍କର ଯେ ମୁଖିଆମାନେ ଅଛନ୍ତି ଏଇ କୌଳିକ ବୃତ୍ତିରେ ଯେଉଁମାନେ ଅଛନ୍ତି ତାଙ୍କର ମୁଖିଆମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ତାଙ୍କୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ, ତାଙ୍କୁ ମେସିନ୍ ଦିଆଯିବ ଏବଂ ତାଙ୍କର ପ୍ରଡ଼କ୍ଟକୁ ତାଙ୍କର ହାତରେ ତିଆରି ହେଉଥିବା ଜିନିଷକୁ ସେମାନେ ବାହାରେ କେମିତି ବ୍ୟବସାୟ କରିକି ଦୁଇ ପଇସା ଭଲ ରୋଜଗାର କରିପାରିବେ ଇଏ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ହେଇଛି ଏବଂ ମୁଁ ନିଶ୍ଚିତ ରୂପେ ମୋ ମନକୁ ଛୁଇଁଛି ଏ କଥାଟା। କାହିଁକିନା ଆମେ ଓଡ଼ିଶାରେ ଦେଖିଛେ କୁମ୍ଭାରମାନେ ଯେଉଁଭଳି ଭାବରେ ମାଟି ପାତ୍ର ତିଆରି କଲେ ଖାଲି ପୂଜା ପର୍ବପର୍ବାଣୀରେ ସେଗୁଡ଼ାକୁ ବ୍ୟବହାର କରି ହେଉଥିଲା, କିନ୍ତୁ ଦୈନନ୍ଦିନ ବ୍ୟବହାରରେ ତାଙ୍କର ଜିନିଷ ଆଜି ବହୁ ଆଦୃତ ହେଇଛି। ବହୁ କମ୍ ବ୍ୟକ୍ତି ତାକୁ ମାନେ ଆଧାର କରିଛନ୍ତି, କିନ୍ତୁ ଆଜି ଏଇ କାର୍ଯ୍ୟକ୍ରମ ଦ୍ୱାରା ଯେଉଁମାନେ ସବୁ ଆସିଛନ୍ତି ଓଡ଼ିଶା ସାରା ଏ କଥାକୁ ନେଇକି ଆସ୍ତେ ଆସ୍ତେ ଅନୁଭବ କଲେଣି ତାଙ୍କ ଜିନିଷ ମଧ୍ୟ ମାର୍କେଟରେ ବହୁ ଚାହିଦା ଅଛି ଏବଂ ଦୈନନ୍ଦିନ ବ୍ୟବହାରରେ ବହୁ ମାତ୍ରାରେ ବ୍ୟବହାର କରାଯାଇପାରିବ ଏବଂ ସେଇଟା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ, ବିପଦ ନୁହେଁ। ଆଜି ପ୍ଲାଷ୍ଟିକ୍ ୟୁଜ୍ ବହୁ ମାତ୍ରାରେ କରାହେଉଛି ଏବଂ ବିଭିନ୍ନ କେମିକାଲ ୟୁଜ୍ ମୂର୍ତ୍ତି କରାହେଉଛି, ଯାହାଫଳରେ କି ପ୍ରଧାନମନ୍ତ୍ରୀ କହିଛନ୍ତି ମୂର୍ତ୍ତି କାରିଗର ତିଆରି କରୁଥିବା ମାଟିର ଜିନିଷକୁ ଆପଣ ମୂର୍ତ୍ତିକୁ ତିଆରି କରନ୍ତୁ। ପର ମୁହୂର୍ତ୍ତରେ ସେଥିରେ କେମିକାଲ ବି ବ୍ୟବହାର ହେଇନଥିବ। ସେ ମାଟିଟା ଯେତେବେଳେ ଆମେ ବିସର୍ଜନ କରୁଛେ ସେ ମାଟିଟା ସମୁଦ୍ରରେ ବା ନଦୀରେ ମିଳେଇଯିବ ମାଟିରେ। ତେଣୁ ଏଭଳିଆ ଭାବନାରେ ଆସ୍ତେ ଆସ୍ତେ ଲୋକ ଜାଗ୍ରତ ହେଲେଣି। ନିଶ୍ଚିତ ରୂପେ ସେଇ ପୁରୁଣା କୌଳିକ ବୃତ୍ତିକୁ ଆଧାର କରିକି ଆମେମାନେ ଆମ ସମାଜକୁ ଆହୁରି ଦୃଢ଼ୀଭୂତ କରିପାରିବା। ଆଜିର ଏଇ କାର୍ଯ୍ୟକ୍ରମ ସେହି ଆଧାରରେ ଥିଲା। ତେଣୁ ମୋର ସୌଭାଗ୍ୟ ସେ କାର୍ଯ୍ୟକ୍ରମର ଅତିଥି ଭାବେ ଯୋଗ ଦେଇଥିଲି। ନିଶ୍ଚିତ ରୂପେ କୌଳିକ ବୃତ୍ତିରେ ଯେଉଁମାନେ ଅଛନ୍ତି, ଯେଉଁ ସମାଜର ଇଏ ଅଛନ୍ତି, ଆଉ ଯେଉଁ ସମାଜରେ ସେମିତି ଜାତି ପ୍ରଥା ଆଉ ନାହିଁ ବା ଧର୍ମ ପ୍ରଥା ଭେଦଭାବ ଏଗୁଡ଼ା ସବୁ ଆଉ ନାହିଁ। ତେଣୁ ସମସ୍ତେ କୌଳିକ ବୃତ୍ତିକୁ ଆଧାର କରିକି ଆଗକୁ କେମିତି ବଢ଼ିବେ ଏ ପ୍ରୋତ୍ସାହନ ଥିଲା ଏହି କାର୍ଯ୍ୟକ୍ରମ ମାଧ୍ୟମରେ। ନିଶ୍ଚିତ ରୂପେ ଆଶା ରଖିବା ସେମାନଙ୍କର କୌଳିକ ବୃତ୍ତି ଆହୁରି ଦୃଢ଼ୀଭୂତ ହେଉ, ଏ ସମାଜକୁ ସୁସ୍ଥ ସମାଜରେ ପରିଣତ କରୁ, ଏହା ହିଁ ଆଶା ଆମର ରହିଛି। ଆଜି କାମ ନିଶ୍ଚିତ ରୂପେ ସରକାରଙ୍କ ତରଫରୁ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ବହୁତ ପ୍ରୋତ୍ସାହନ ମିଳୁଛି। ଯେଉଁମାନେ କୌଳିକ ବୃତ୍ତିରେ ଅଛନ୍ତି ସେ ବନ୍ଧୁମାନଙ୍କ ନିମିତ୍ତ ନରେନ୍ଦ୍ର ମୋଦି 3 ବର୍ଷ ତଳେ ଏକ ଯୋଜନା ଆଣିଥିଲେ ବିଶ୍ୱକର୍ମା ଯୋଜନା, ଯାହାଫଳରେ କି ଏଇମାନଙ୍କ ପାଇଁକି ଉଦ୍ଦିଷ୍ଟ ସେମାନେ ଆଗକୁ କେମିତି ବଢ଼ିବେ, ତାଙ୍କ କୌଳିକ ବୃତ୍ତି ଆଗକୁ କେମିତି ଆଦୃତ ହେବ, ସେମାନଙ୍କ ପାଖରେ 2 ପଇସା ବଞ୍ଚିବ ଏବଂ ତାଙ୍କ ପରିବାର ହସ ଖୁସିରେ ମଜବୁତ ହେବେ, ବିକଶିତ ଭାରତ ଗଠନ ହେବ ତାଙ୍କରି ସାହାଯ୍ୟରେ। ଏ କଥା ପରିକଳ୍ପନା ନରେନ୍ଦ୍ର ମୋଦିଜୀ କରିଛନ୍ତି ଏବଂ ସବୁଠି
सरकार राज्य सरकार मध्य से सहयोग कर सम परिमाण से ही चली आगू ही सहयोग करेंगे सरकार विभिन्न उपाय से सहयोग करा आगू और विश्वास भरोसा एवं आपण मानकर सुस्थ समाज गठन करिबारे एवं प्लास्टिक को निर्मल भाव हाँ निर्भर भाव वर्जन आम करुचु एवं ओडिशा सरकार जो बीजेपी सरकार एवं जो डबल इंजिन सरकार जो आपण मानकर जो प्रधानमंत्री नरेंद्र मोदी को धन्यवाद देवी बहुत दिन पर ओडिशा सरकार जो मोहन माझी सरकार एवं डबल इंजिन सरकार जो प्रधानमंत्री नरेंद्र मोदी को बहुत दिन प्रयास पर ये कुम्हार समाज को जो दृष्टि आकर्षण कर कुम्हार समाज आपण मानकर ओडिशा सरकार एवं आपणकर केंद्र सरकार पाखे सबुदिन चिरऋणी होकर रही जब कुम्हार समाज को पुनरुद्धार कराए सहयोग हाथ बढ़ाए जय जगन्नाथ।